ଶ୍ରୋତା ବନ୍ଧୁ ଜୟ ଶ୍ରୀକୃଷ୍ଣ। ଭାଗବତ ଗୀତାର ଜ୍ଞାନପୂର୍ଣ୍ଣ ଏପିସୋଡ଼କୁ ଆପଣଙ୍କୁ ସ୍ୱାଗତ। ଭାଗବତ ଗୀତା ଗୋଟିଏ ଏମିତି ଗ୍ରନ୍ଥ, ଏହି ଗ୍ରନ୍ଥ ଦ୍ୱାରା ମଣିଷର ମନ ପବିତ୍ର ହୁଏ। ଏହି ଗ୍ରନ୍ଥକୁ ହୃଦୟଙ୍ଗମ କରିବା ଦ୍ୱାରା ମଣିଷର କର୍ମ ପବିତ୍ର ହୁଏ। ମଣିଷର କଷ୍ଟ ଦୁଃଖ ଦୂର ହୁଏ ଏବଂ ମଣିଷକୁ ବଞ୍ଚିବା ପାଇଁ ଗୋଟିଏ ନୂଆ ରାସ୍ତା ଦେଖାଏ। ଏହି ଭାଗବତ ଗୀତାର ବାଣୀ ଭଗବାନ ଶ୍ରୀକୃଷ୍ଣ 5000 ବର୍ଷ ପୂର୍ବେ ଅର୍ଜୁନଙ୍କୁ କହିଥିଲେ। ଅର୍ଜୁନ ସେମିତି ଜଣେ ଭକ୍ତ ଥିଲେ ଯିଏ ଶୁଣିବା ପାଇଁ ଯୋଗ୍ୟ ଥିଲେ। ଯଦି ଆପଣ ବି ଭଗବାନଙ୍କୁ ଭଲ ପାଉଥିବେ ଏବଂ ଭଗବାନଙ୍କ ପାଦ ତଳେ ନିଜକୁ ସମର୍ପଣ କରୁଥିବେ, ତାହେଲେ ଏହି ଭଗବତ ଗୀତାର ବାଣୀ ଆପଣ ବୁଝିପାରିବେ। ହରେ କୃଷ୍ଣ। ଆଜି ଆମେ ଚତୁର୍ଥ ଅଧ୍ୟାୟର 15 ନମ୍ବର ଶ୍ଲୋକ ଠାରୁ ଆଗକୁ ଆଲୋଚନା କରିବା। ଏବଂ ଗାତା କୃତଂ କର୍ମ ପୂର୍ବୈରପି ମୁମୁକ୍ଷିଭିଃ କୁରୁ କ୍ରମେବ ତସ୍ମାତ୍ ତ୍ୱଂ ପୂର୍ବେ ପୂର୍ବତରଂ କୃତମ୍। ଭଗବାନ ଶ୍ରୀକୃଷ୍ଣ ଏହି ଶ୍ଲୋକରେ ଅର୍ଜୁନଙ୍କୁ କହୁଛନ୍ତି, ପ୍ରାଚୀନ କାଳରେ ମୁକ୍ତିକାମୀ ପୁରୁଷମାନେ ଏହି ସତ୍ୟକୁ ଜାଣି ତଦନୁଯାୟୀ କର୍ମ କରୁଥିଲେ। ଅତଏବ ସେହି ପ୍ରାଚୀନ ସନ୍ଥମାନଙ୍କର ପଦାଙ୍କ ଅନୁସରଣ କରି ତୁମେ ମଧ୍ୟ ତୁମର କର୍ତ୍ତବ୍ୟ କରିବା ଉଚିତ। ଭଗବାନ ଏହି ଶ୍ଲୋକରେ ଅର୍ଜୁନଙ୍କୁ ବୁଝାଇବାକୁ ଚେଷ୍ଟା କରୁଛନ୍ତି ଯେ ଯେଉଁ ମହାପୁରୁଷମାନେ ଭଗବାନଙ୍କୁ ପ୍ରାପ୍ତି କରିବାକୁ ଇଚ୍ଛା କରନ୍ତି, ସେମାନେ ଭୌତିକ ଲାଭ ଉଦ୍ଦେଶ୍ୟରେ କର୍ମ କରନ୍ତି ନାହିଁ। ଶ୍ରୋତା ବନ୍ଧୁ, ଆପଣମାନେ ଜାଣିଥିବେ, ଆମେ ଯେକୌଣସି ଜିନିଷ ଉପରେ ବେଶୀ ଗୁରୁତ୍ୱ ଆରୋପ ଦେଉ, ସେହି ଜିନିଷ ଆମକୁ ପ୍ରାପ୍ତି ହୁଏ। ଯଦି କୌଣସି ଜିନିଷକୁ ଆମକୁ ଦରକାର ପଡ଼େ, ତାହେଲେ ଆମେ ତା ପଛରେ ଲାଗିଥାଉ ଯେତେ ପର୍ଯ୍ୟନ୍ତ ଆମକୁ ପ୍ରାପ୍ତି ହୁଏ ନାହିଁ। ଭଗବାନ ମଧ୍ୟ ସେହି କଥା କହୁଛନ୍ତି, ଯଦି ଆପଣ ଭଗବାନଙ୍କୁ ପ୍ରାପ୍ତ କରିବା ପାଇଁ ଚାହୁଁଛନ୍ତି, ସେହି ମାର୍ଗରେ ଯିବା ଦରକାର, ସେମିତି କର୍ମ କରିବା ଦରକାର ଏବଂ ଭଗବାନଙ୍କ ଉପଦେଶ ମାନିବା ଦରକାର। ସନ୍ଥମାନେ ଏବଂ ଭକ୍ତମାନେ କାହିଁକି ଭଗବାନଙ୍କ ପାଇଁ କର୍ମ କରିବାକୁ ଚାହାନ୍ତି? କାରଣ ଏହା ଯେ ସେମାନେ ଭଗବାନଙ୍କର ସେବା କରିବାକୁ ଚାହାନ୍ତି ଏବଂ ତାଙ୍କ ଖୁସି ପାଇଁ ସେମାନେ କର୍ମ କରିବାକୁ ପ୍ରେରିତ ହୁଅନ୍ତି। ପୂର୍ବ ଶ୍ଲୋକରେ ଆଲୋଚନା ହୋଇଥିବା ସେହି ଜ୍ଞାନ ସେମାନଙ୍କୁ ଆଶ୍ୱାସନା ଦିଏ ଯେ ଭକ୍ତିଯୁକ୍ତ କଲ୍ୟାଣକାରୀ କର୍ମ ସେମାନଙ୍କୁ କେବେ ବି ବନ୍ଧନରେ ପକାଇବ ନାହିଁ। ଭଗବାନଙ୍କ ପ୍ରତି ବିମୁଖ ହୋଇ ଭୌତିକ ଜଗତରେ କଷ୍ଟ ଭୋଗ କରୁଥିବା ଜୀବାତ୍ମାମାନଙ୍କୁ ଦେଖି ତାଙ୍କର ହୃଦୟ ତରଳିଯାଏ ଏବଂ ସେମାନଙ୍କର ଆଧ୍ୟାତ୍ମିକ ଉନ୍ନତି ପାଇଁ କାର୍ଯ୍ୟ କରିବାକୁ ସେମାନେ ପ୍ରେରିତ ହୋଇଥାନ୍ତି। ଏକଦା ବୁଦ୍ଧଦେବ କହିଥିଲେ, ଭଗବତ ପ୍ରାପ୍ତି ପରେ ତୁମ ସମ୍ମୁଖରେ ଦୁଇଟି ବିକଳ୍ପ ଥାଏ। ପ୍ରଥମଟି ହେଲା ତୁମେ କିଛି ବି କରିନପାର ଏବଂ ଅନ୍ୟଟି ହେଲା ଅନ୍ୟର ଭଗବତୀ ପ୍ରାପ୍ତି ପାଇଁ ସାହାଯ୍ୟ କରିପାର। ଶ୍ରୋତାବନ୍ଧୁ, ଆମେ ଏହି ଶ୍ଲୋକରୁ ଶିଖିଲୁ ଯେ ଭଗବାନ କହୁଛନ୍ତି ଯେ ତୁମେ ଯେତେବେଳେ କୌଣସି କ୍ଷେତ୍ରରେ ଆଗକୁ ଯାଉଛ କିମ୍ବା ସଫଳତା ପାଉଛ, ତୁମ ପାଖରେ ଦୁଇଟି ରାସ୍ତା ଥାଏ। ଗୋଟିଏ ହେଲା ତୁମେ ସଫଳତା ପାଇବା ପରେ ଆରାମ କରିପାର ଏବଂ ଅନ୍ୟଟି ହେଲା ସଫଳତାର ସେହି ରହସ୍ୟ ତୁମେ ଅନ୍ୟକୁ ବୁଝାଇପାର ଏବଂ ସାହାଯ୍ୟ କରିପାର ସେ କେମିତି ସଫଳତା ପାଇବ। ତେଣୁ ଦୁଇଟି ବିକଳ୍ପ ମଣିଷ ପାଖରେ ଥାଏ। ତେଣୁ ଯେକୌଣସି ଗୋଟିଏ ବିକଳ୍ପରେ ମଣିଷ ଆଗକୁ ଯାଇପାରେ। ତେଣୁ ଯେଉଁ ମହାପୁରୁଷମାନଙ୍କର ନିଜର ସ୍ୱାର୍ଥ ପ୍ରାପ୍ତି ଉଦ୍ଦେଶ୍ୟରେ କୌଣସି କର୍ମ କରିବାର ନଥାଏ, ସେମାନେ ଭଗବତ ପ୍ରାପ୍ତ୍ୟର୍ଥେ କର୍ମରେ ପ୍ରବୃତ୍ତ ହୁଅନ୍ତି ଏବଂ ଭଗବାନଙ୍କୁ କେମିତି ପ୍ରାପ୍ତି କରାଯିବ ସେହି କଥା ଅନ୍ୟ ଭକ୍ତମାନଙ୍କୁ ବୁଝାନ୍ତି। ଭକ୍ତିଯୁକ୍ତ କର୍ମ ଭଗବାନଙ୍କର କୃପା ଆକର୍ଷିତ କରେ। ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଏହିପରି କରିବାକୁ କହୁଛନ୍ତି। ଅର୍ଜୁନଙ୍କୁ ବନ୍ଧନରେ ପକାଉନଥିବା କର୍ମ କରିବାକୁ ସେ କହୁଛନ୍ତି। ଶ୍ରୋତାବନ୍ଧୁ, ଭଗବାନଙ୍କ ପାଇଁ କରାଯାଇଥିବା କର୍ମ କିମ୍ବା ଭଗବାନଙ୍କ ହିସାବରେ କରାଯାଇଥିବା କର୍ମ କେବେ ବି କାହାକୁ ବନ୍ଧନରେ ପକାଏ ନାହିଁ। ଏହି କର୍ମ ଆମକୁ ମୋକ୍ଷ ପ୍ରାପ୍ତି ପାଇଁ ଆଗକୁ ନେଇଯାଏ। କିମ୍ କର୍ମ କିମ୍ କମେତି କବୟପ୍ୟତ୍ର ମୋହିତଃ ତତ୍ତେ କର୍ମ ପ୍ରବକ୍ଷ୍ୟାମି ଯଜ୍ଞକ୍ତା ମୋକ୍ଷ ସେ ଶୁଭାତ୍।
ପୁଣି ଏହି ଶ୍ଲୋକରେ ଭଗବାନ କହୁଛନ୍ତି କର୍ମ କ'ଣ ଓ ଅକର୍ମ କ'ଣ। ବିଜ୍ଞ ବ୍ୟକ୍ତିମାନେ ମଧ୍ୟ ଏହାର ପ୍ରତିପାଦନ କରିବାକୁ ଯାଇ ଦ୍ୱନ୍ଦ୍ୱରେ ପଡ଼ିଥାନ୍ତି। ମୁଁ ବର୍ତ୍ତମାନ କର୍ମର ରହସ୍ୟ ବର୍ଣ୍ଣନା କରିବି, ଯାହାକୁ ଜାଣି ତୁମେ ନିଜକୁ ଭୌତିକ ବନ୍ଧନରୁ ମୁକ୍ତ କରିପାରିବ। ଶ୍ରୋତାଗଣ, ଧର୍ମର ନିୟମ ମାନସିକ ଚିନ୍ତନ ଦ୍ୱାରା ସ୍ଥିର କରାଯାଇପାରିବ ନାହିଁ। ବୁଦ୍ଧିମାନ ବ୍ୟକ୍ତିମାନେ ମଧ୍ୟ ଶାସ୍ତ୍ର ଓ ମହାପୁରୁଷମାନଙ୍କ ଦ୍ୱାରା ପ୍ରଦତ୍ତ ପରସ୍ପର ବିରୋଧୀ ତର୍କର ଗୋରଖ ଧନ୍ଦାରେ ପଡ଼ି ବିଭ୍ରାନ୍ତ ହୋଇଯାଆନ୍ତି। ଉଦାହରଣ ସ୍ୱରୂପ ବେଦ ଅହିଂସାର ଉପଦେଶ ଦିଏ। ସେହି ଅନୁସାରେ ମହାଭାରତରେ ଅର୍ଜୁନ ହିଂସା ତ୍ୟାଗ କରି ଅହିଂସାର ମାର୍ଗ ଅନୁସରଣ କରିବାକୁ ଚାହୁଁଛନ୍ତି, କିନ୍ତୁ ଶ୍ରୀକୃଷ୍ଣ କହୁଛନ୍ତି ଯେ ହିଂସା କରିବା ଏଠାରେ ତାଙ୍କର କର୍ତ୍ତବ୍ୟ ଅଟେ। ଯଦି ପରିସ୍ଥିତି ଅନୁସାରେ କର୍ତ୍ତବ୍ୟ ବଦଳିଯାଏ, ତେବେ ନିଜର କର୍ତ୍ତବ୍ୟ ସ୍ଥିର କରିବା ଏକ ଜଟିଳ ବିଷୟ ଅଟେ। ମୃତ୍ୟୁର ଦେବତା ଯମରାଜ କହନ୍ତି ଧର୍ମନ୍ତୁ ସାକ୍ଷାତଂ ଭାଗବତ ପ୍ରଣୀତଂ ନ ବେ ବିଦୁର ରସୟ ନାପି ବେଦଃ। ଠିକ୍ କର୍ମ କ'ଣ ଓ ଭୁଲ କର୍ମ କ'ଣ, ଏହାର ନିର୍ଦ୍ଧାରଣ କରିବା ମୁନି ଋଷି ତଥା ସ୍ୱର୍ଗର ଦେବତାମାନଙ୍କ ପକ୍ଷରେ ମଧ୍ୟ କଷ୍ଟକର ଅଟେ। ଭଗବାନ ନିଜେ ଧର୍ମ ସୃଷ୍ଟି କରିଛନ୍ତି ଏବଂ କେବଳ ସେ ହିଁ ତା'ର ପ୍ରକୃତ ଜ୍ଞାତା ଅଟନ୍ତି। ଭଗବାନ ଶ୍ରୀକୃଷ୍ଣ ଅର୍ଜୁନକୁ କହୁଛନ୍ତି ଯେ ସେ ବର୍ତ୍ତମାନ କର୍ମ ଓ କର୍ମର ଦୃଢ଼ ବିଜ୍ଞାନକୁ ପ୍ରକାଶ କରିବାକୁ ଯାଉଛନ୍ତି, ଯାହାଦ୍ୱାରା ସେ ନିଜକୁ ଭୌତିକ ବନ୍ଧନରୁ ମୁକ୍ତ କରିପାରିବେ। ଶ୍ରୋତାବନ୍ଧୁ, ଏହି ଶ୍ଲୋକରୁ ଆମକୁ ଏହି ଶିକ୍ଷା ମିଳିଲା ଯେ ଭଗବାନ କହୁଛନ୍ତି ପରିସ୍ଥିତି ହିସାବରେ ତୁମକୁ ହିଂସା କରିବା ପାଇଁ ପଡ଼ିବ। ଧରାଯାଉ ଆପଣଙ୍କୁ ଜଣେ କ୍ଷତି ପହଞ୍ଚାଇବା ପାଇଁ ଆସୁଛି, ସେଇଠି ଆପଣ କ'ଣ କରିବେ? ସେଇଠି ଆପଣ ନିଜକୁ ବଞ୍ଚାଇବା ପାଇଁ ତାଙ୍କୁ ଅଟକାଇବେ। ସେହି ଅଟକାଇବା ଦ୍ୱାରା ହୁଏତ ସେ ମଣିଷର କିଛି କ୍ଷତି ହୋଇପାରେ। ସେହି ସମୟରେ ନିଜକୁ ବଞ୍ଚାଇବା ପାଇଁ ଆପଣଙ୍କୁ ହିଂସା କରିବା ପାଇଁ ପଡ଼ିବ। ଶାସ୍ତ୍ର ମଧ୍ୟ ଏହି କଥା କହୁଛି ଯେ ନିଜକୁ ବଞ୍ଚାଇବା ପାଇଁ, ଅନ୍ୟକୁ ସାହାଯ୍ୟ କରିବା ପାଇଁ ଆପଣ ହିଂସା କରିପାରିବେ, କିନ୍ତୁ ସେ ସାହାଯ୍ୟର କାହାର ବି କଲ୍ୟାଣ ହେବା ଦରକାର। ଅଯଥାରେ କାହାକୁ ଆପଣ ହିଂସା କରିପାରିବେ ନାହିଁ ଏବଂ କାହାକୁ ହଇରାଣ କରିପାରିବେ ନାହିଁ। କର୍ମଣ୍ ହ୍ୟାପି ବଦବ୍ୟଂ ଚ ବିକର୍ମଣଃ ଅକର୍ମଣଶ୍ଚ ବୋଧବ୍ୟଂ ଗହନା କର୍ମଣ ଗତିଃ। ଭଗବାନ ଏହି ଶ୍ଲୋକରେ କହୁଛନ୍ତି ଏହି ତିନୋଟିର ସ୍ୱରୂପ ବୁଝିବା ନିତ୍ୟାନ୍ତ ଆବଶ୍ୟକ। କର୍ମ, ବିକର୍ମ ଓ ଅକର୍ମ। ଏହାର ସଠିକ୍ ନିରୂପଣ ଅତ୍ୟନ୍ତ ଗହନ ଏବଂ ଏହାକୁ ବୁଝିବା କଷ୍ଟକର ଅଟେ। ଭଗବାନ ଶ୍ରୀକୃଷ୍ଣ କର୍ମକୁ ତିନୋଟି ଶ୍ରେଣୀରେ ବିଭକ୍ତ କରିଛନ୍ତି। ପ୍ରଥମଟି ହେଲା କର୍ମ, ଦ୍ୱିତୀୟଟି ହେଲା ବିକର୍ମ ଓ ତୃତୀୟଟି ହେଲା ଅକର୍ମ। ଚାଲନ୍ତୁ ଜାଣିବା କର୍ମ କାହାକୁ କୁହାଯାଏ। ଯେଉଁ ଶୁଭ କର୍ମ ଶାସ୍ତ୍ର ନିର୍ଦ୍ଦେଶ ଅନୁଯାୟୀ ଅନ୍ତଃକରଣର ଶୁଦ୍ଧି ନିମନ୍ତେ କରାଯାଏ। ଶାସ୍ତ୍ର ନିର୍ଦ୍ଦେଶ ଅନୁଯାୟୀ ଯେଉଁ କର୍ମ କରାଯାଏ ତାହାକୁ କର୍ମ କୁହାଯାଏ। ବିକର୍ମ କାହାକୁ କୁହାଯାଏ? ବିକର୍ମ ହେଉଛି ଅଶୁଭ କର୍ମ, ଯାହା ଶାସ୍ତ୍ରମାନଙ୍କ ଦ୍ୱାରା ନିଷିଦ୍ଧ କରାଯାଇଛି। ଯେଉଁ କର୍ମକୁ ଶାସ୍ତ୍ର ମନା କରିଛି ସେହି କର୍ମକୁ ବିକର୍ମ କର୍ମ କୁହାଯାଏ, କାରଣ ଏହାର ଫଳ ହାନିକାରକ ଅଟେ ଏବଂ ଏହା ଆତ୍ମାର ଅଧପତନ କରାଇଥାଏ। ଅକର୍ମ କ'ଣ? ଫଳରେ ଆସକ୍ତି ନ ରଖି କେବଳ ଭଗବାନଙ୍କ ସୁଖ ପାଇଁ କରାଯାଉଥିବା କର୍ମକୁ ଅକର୍ମ କୁହାଯାଏ। ଯଦି ଆପଣ ଭଗବାନଙ୍କ ସେବା କରୁଛନ୍ତି, ସେଥିରେ କିଛି ପାଇବାର ଆଶା ନାହିଁ, ତାହେଲେ ସେଇଟା ଅକର୍ମ ଅଟେ। ଏହି କର୍ମର କୌଣସି ପ୍ରତିକ୍ରିୟା ନାହିଁ ଅଥବା ଏହାକୁ ଆତ୍ମାର ବନ୍ଧନରେ କେବେ ପଡ଼େ ନାହିଁ। ଆତ୍ମା ଏହି କର୍ମ ଦ୍ୱାରା କେବେ ବନ୍ଧନରେ ପଡ଼େ ନାହିଁ କିମ୍ବା କର୍ମ ଫଳ ଭୋଗ କରେ ନାହିଁ। ଶ୍ରୋତାବନ୍ଧୁ, ଆଗାମୀ ଅଧ୍ୟାୟରେ ଆମେ ଶ୍ଲୋକ 18 ଠାରୁ ଆଗକୁ ଆଲୋଚନା କରିବା। ଶ୍ରୋତାବନ୍ଧୁ, ପରବର୍ତ୍ତୀ ଶ୍ଲୋକ ଗୁଡ଼ିକ ଦେଖିବା ପାଇଁ ପର ଭିଡ଼ିଓଟି ଦେଖନ୍ତୁ। ହରେ କୃଷ୍ଣ। ଗୋବିନ୍ଦ ଆପଣଙ୍କର ମଙ୍ଗଳ କରନ୍ତୁ।